ବହୁଚର୍ଚ୍ଚିତ ପଦମପୁରର ହାଟପଦା ସାହି ଗୁଣିଗାରେଡ଼ି ଭୈରବ ସାହୁ ହତ୍ୟା ଓ ପୋଲିସକୁ ଦୁର୍ବ୍ୟବହାର କରିଥିବା ମାମଲାରେ 28 ଜଣ ଅଭିଯୁକ୍ତକୁ କଡ଼ା ସୁରକ୍ଷାରେ କୋର୍ଟରେ ହାଜର କଲା ପୋଲିସ। ରାୟଗଡ଼ା ଜିଲ୍ଲା ପଦମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟକୁ ଆଜି ସକାଳ 11ଟା ସମୟରେ କଡ଼ା ସୁରକ୍ଷା ବଳରେ 28 ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି। ଗୁଣିଗାରେଡ଼ି ହତ୍ୟା ସହ ପୋଲିସକୁ ଦୁର୍ବ୍ୟବହାର ହୋଇଥିବା ମାମଲା ଏଠାରେ ପୋଲିସ କୋର୍ଟକୁ ଚାର୍ଜସିଟ୍ ଦେଲା ପରେ ଏହି ମାମଲା ବର୍ତ୍ତମାନ ପଦମପୁର କୋର୍ଟରେ ସେସନ୍ସ ମାମଲା ଥିବାରୁ ଏହାର ବିଚାରଣା ପାଇଁ ଫାଇଲ କମାଣ୍ଡମେଣ୍ଟ କରି ଗୁଣପୁର ଏଡିଜେ କୋର୍ଟକୁ ସ୍ଥାନାନ୍ତରିତ କରାଯାଇଥିଲା। ଏନେଇ ଆଜି ସରକାରୀ ଓକିଲ ସୂଚନା ଦେଇଛନ୍ତି। ତେବେ କୋର୍ଟ ପରିସରରେ ନିଜ ସମ୍ପର୍କୀୟମାନେ ଏଠାକୁ ପହଞ୍ଚିଥିଲେ ଏବଂ ଦୀର୍ଘ ଦିନ ହେଲା ପିଲାମାନଙ୍କୁ ନ ଦେଖିବା ଫଳରେ ଏହି କୋର୍ଟ ଥିବା ରାସ୍ତାରେ ଏକ ପ୍ରକାର କାନ୍ଦ ବୋବାଳି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ପୋଲିସ ବର୍ତ୍ତମାନ ଚାର୍ଜସିଟ୍ ଦେଲା ପରେ ଏହି ମାମଲାଟିକୁ ଉପର କୋର୍ଟ ଗୁଣପୁର ଏଡିଜେ କୋର୍ଟକୁ ସ୍ଥାନାନ୍ତରିତ ହୋଇଥିବା ସ୍ଥାନୀୟ ସରକାରୀ ଓକିଲ ସୂଚନା ଦେଇଥିଲେ। ଅପରାହ୍ନ 3ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା।